जगन्नाथ जगन्नाथ त्राहि मां जगन्नाथ 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 रक्ष मां जगन्नाथ 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 रक्ष मां जगन्नाथ 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 शरणं जगन्नाथ 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 शरणं दैवच्युत दैवच्युत अच्युतानन्द शरणं दैवच्युत दैवच्युत अच्युतानन्द शरणं दैवच्युत दैवच्युत अच्युतानन्द शरणं दैवच्युत दैवच्युत अच्युतानन्द शरणं जगन्नाथ शरणं जशवन्त शरणं जगन्नाथ शरणं जशवन्त शरणं बलराम शरणं शिशुवन्त शरणं बलराम शरणं शिशुवन्त शरणं अभिराम शरणं अभिराम वन्दनम् अभिराम शरणं अभिराम वन्दनम् हरि बोल आनंद कुमार हरि हरि बोल आपण मैंने सब भक्तिपूत भाव में प्रभुंर कार्य करने कि मु कहली बोल आनंद कुमार हरि बोल आपण मैंने तो जड़े कि हरिबोल पकड़े कि पकड़े ना माँ मैंने आसती गपसप कर हुड़ टेके देले कि आम कड़े प्रभु को डाकिया एक कथा मो कथा कहूँ निर्माण मठ मूल से अच्युत बही पाद तले पड़ी रामदास पचारा गुरुदेव अनेक अच्युत अनेक कलिंगर भविष्य कथा मत आप चलते कलिंगर शेष लक्षण कौन अच्युत कहले रामरे राम अरे तेरे तो कलिंगर वेद मालिका कोटि भविष्य कथा कोटि कलिंगर भविष्य कौन हे कलिंग शेष हम कहारी तुंगरे हरिबोल पशिब नारी माने हरि सर्वे नारी नारी माने हरि सर्वे बारवाड़ी मैंने सजे बारवाड़ी रंग होगी आप मेला महोत्सव जाइए बारवाड़ी सजे हुए विभिन्न रंग बेरंग करते लोक देखते तो माँ मैंने सजे दांडे बुलवे किंतु आंठू मारी बाम पाद दक्षिण पाद रखी मुंड लगे बुढ़ाबुढ़ी पकेबे बोलते तो आपण मैंने आम जिते थर हाल कहते बुढ़ाबुढ़ी हरिबोल कहते जिते थर हल माँ बापा सागर गपुची कौन करू आज रोषे कौन बाजे कथा किंतु बुढ़ाबुढ़ी थर पकाउची तेणु काहारी को मानिबनी शाशु कथा बो मानिबनी स्वामी कथा स्त्री मानिबनी बाप कथा पुओ मानिबनी माँ कथा झील मानिबनी गुरु गुरुजन ब्राह्मण शास्त्र वचन कलियुगर मनुष्य कहीं मानिबे नहीं
କିଏ କାହାକୁ ମାନୁଛି ଆପଣମାନେ ବିଚାର କରିବେ। ତେଣୁ ରାମଦାସ ପଚାରିଲା ଗୁରୁଦେବ ତାହେଲେ କଳିଯୁଗର ମଣିଷ କରିବେ କଣ? କଳିଯୁଗର ଶେଷ ଗଳ୍ପ କେହି ମାନିବେନି ଏବଂ ସବୁ ହବ ବସ୍ତୁବାଦର ମାୟାମୃଗ ପଛରେ ଦୌଡ଼ିବ ମଣିଷ। ସୁନା ରୂପା ହୀରା ଲୀଳା ମୋତି ମାଣିକ ଫ୍ରିଜ ଗଦରେଜ ଗାଡ଼ି ଟଙ୍କା ପଇସା ଘର ଦ୍ୱାର ମାର୍ବଲ ଇଏ ସବୁଥିରେ ମନ ଦବ ହେଲେ ମୁଖେ ନ ରହିବ ନାରାୟଣ କେହି କାହାକୁ ମାନିବେ ନାହିଁ। ଆପଣମାନେ ବିଚାର କରୁନାହାନ୍ତି କିଏ କାହାକୁ ମାନୁଛି। ତେଣୁ ସଜନ ନିଜାନ ବାପା ମା କଳିଯୁଗରେ ନାନା ଅନିତ୍ୟ ପରେ ରାମ କେହି କାହାରି ଧର୍ମରେ ରହିବେ ନାହିଁ। କଳିରେ ଧର୍ମ ଧରିଛି କଳିଯୁଗ ଧର୍ମଙ୍କର ଗୋଟିଏ ପାଦ, ଚାରିପାଦ ଧର୍ମ ସତ୍ୟ ଶୌଚ ଦୟା ତପ। ସତ୍ୟ ଯୁଗ ଶେଷରେ ତପ ପଳେଇଗଲେ, ତ୍ରେତୟା ଯୁଗ ଶେଷରେ ଶୌଚ ବା ପବିତ୍ରତା ପଳେଇଗଲା, ଦ୍ୱାପର ଯୁଗ ଶେଷରେ ଦୟା ବା ଦାନ ପଳେଇଗଲା। କଳିଯୁଗକୁ ମୋ ପୁଅ ଝିଅମାନେ ମା ମାନେ ଗୁରୁଜନ ମାନେ ଗୋଟିଏ ପାଦ ରହିଛନ୍ତି ଧର୍ମଙ୍କର। ଏ ଗୋଟିଏ ପାଦର ନାଁ ହେଉଛି ସତ୍ୟ। ସତ୍ୟ ରୂପକ ଗୋଟିଏ ପାଦ ଧର୍ମ ଆଜି ଅସତ୍ୟ ଅନ୍ଧାର ରୂପକ ଲକ୍ଷ ଲକ୍ଷ ବହୁଳ ପାପକୁ ଧାରଣ କରିଛି। ଏ କଥା ବ୍ୟାପକ ମୋତେ କହିବାକୁ ସମୟ ନାହିଁ। ଆମେ ନିଜ ନିଜ କ୍ଷେତ୍ରରେ ଆମେ ଯଦି ପ୍ରତ୍ୟେକ ଆନନ୍ଦର କର୍ମ କରିବା ତାହା ହେଉଛି ଧର୍ମ। ତେଣୁ ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଆଗେ ପ୍ରଥମ ଧର୍ମ, ସ୍ତ୍ରୀଟିଏ ତା ସ୍ୱାମୀକି ମିଛ କହିବନି, ସ୍ୱାମୀଟିଏ ତା ସ୍ତ୍ରୀକି ମିଛ କହିବନି। ହେଲାଣି ଯଦି ନ ହେଇଛି ये मंदिर जा भोग करवा दीक्षा दवा ये केवल देखे गला मुझे तेणु सदर कई का धर्म पथे न रातन कथा अच्छी। अच्छा आप अच्छे जेहेतु गोटाए घंटा कार्यक्रम मुझे भिन्न ढंग कथा रोच समस्त पचारि माँ मान भाई मान गुरुजन मान समझ आप निजक किए भल पाती ये आम टिकी हाथ कि आम अन्न को कहते आईन कितु मुझे जाऊँ अन्न को भल पाइबा सहज निजक किए भल पाती हाथ टिका टिकी पार्टी नहीं आज्ञा कौन आप पाइले धन्यवाद मुझे भावी कि भावे आपने आलोचना करते
ঠিক আছে ଶୁଣ ଆମେ ଯଦି ନିଜକୁ ଭଲ ପାଉଛ ନିଜକୁ ଭଲ ପାଉଥିବା ମଣିଷ କେବେ ମିଥ୍ୟା କହିବ ନାହିଁ ନିଜକୁ ଭଲ ପାଉଥିବା ମଣିଷ କେବେ ମଦ ଖାଇବନି ନିଜକୁ ଭଲ ପାଉଥିବା ମଣିଷ କେବେ ଝଗଡ଼ା କରିବନି ଝଗଡ଼ା ଜାଗାକୁ ଯିବନି ହେଲେ ଆଜି ଝଗଡ଼ା ସଂସାର ଗୋଟି ଏ ସଂସାରରେ ମୋତେ ବଞ୍ଚିବାକୁ କେମିତି ହବ କହିଲେ ବାପାରେ ଝଗଡ଼ା ସଂସାର ହାତ ଯୋଡ଼ିଛି ନେମାଳ ବଟ ମୂଳରେ ଅଚ୍ୟୁତ ବସେଇ କହିଛନ୍ତି ମାଟି ଗଦାରେ ଶାନ୍ତେ କଳିଯୁଗରେ ମୋତେ ବଞ୍ଚିବାକୁ କେମିତି ହବ ଏ ମଣିଷ ଜାତି ଶାନ୍ତେ କହିଲେ ରାମଣୀ ଝଗଡ଼ା ସଂସାର କଳିଯୁଗ ଆଗକୁ ଆଉଛି ଘୋର ଝଗଡ଼ା ତାକୁ ବିଶ୍ୱାସକୁ ନବୁନୁ ଗୋଟିଏ କଥାକୁ ବିଶ୍ୱାସକୁ ନବୁ ନାମ ସବ ତେଣୁ ଝଗଡ଼ା କରିବ ନାହିଁ ଆପଣମାନେ ମୋ ମା ବାପା କହିଲେ ଝଗଡ଼ା କରୁନା ସ୍ୱାମୀ କିଏ ସ୍ତ୍ରୀ ସାଙ୍ଗରେ କରୁନି ସ୍ତ୍ରୀ କିଏ ସ୍ୱାମୀ ସାଙ୍ଗରେ କରୁନି ମା ମାନେ ଶାଶୁ ସାଙ୍ଗରେ କରୁନା ଶାଶୁ ବୋହୂ ସାଙ୍ଗରେ କରୁନି ଘରେ ଶାଶୁ ବୋହୂଙ୍କର ଲାଗିବ ତାର ଆମେ ମଣିଷ ଆମେ ଭଲ କରୁଛନ୍ତି ନିଜକୁ ବିବେକର ପ୍ରଶ୍ନ ଖାଲି ଦୀକ୍ଷା ନେଲେ ହବ ନାହିଁ ଆପେଲ ଅଙ୍ଗୁର ନେଇକି ମନ୍ଦିର ଗଲେ ହବ ନାହିଁ ଘରକୁ ମନ୍ଦିର କରିବା ଦରକାର ନିଜକୁ ସମର୍ପିତ କରିବା ଦରକାର ଘରେ ଶାଶୁ ଆପଣମାନେ ସହଯୋଗ ଦିବ୍ୟାତ୍ମକ ନିଜକୁ ନିଜେ ପଚାରିଲେ ଆଜିର ଏବେ ପଢିବା ଝିଅ ଏମଏସି ପଢିବା କମ୍ପ୍ୟୁଟର କରୁଥିବା ଝିଅ ବୋହୂ ମାନେ କୁକୁରକୁ ଭଲ ପାଇ ଭଲ ମାନୁଛି ବୁଢୀ ଶାଶୁଟା ଭଲ ମାନିବନି ବୁଢା ଶ୍ୱଶୁର ଭଲ ମାନିବନି ସ୍ୱାମୀ ଭଲ ମାନିବନି ହେଲେ ମୂଳ କୋଉଠି ଅଛି ଆଧୁନିକତାର ଦ୍ୱାର ତେଣୁ ମହାପୁରୁଷ ମାନଙ୍କର ଚେତନାର କଥା ଇଏ ଆଧୁନିକତା ଆଜି ଅବାଟଟା ବାଟ ଭଳିଆ ଦେଖାଯାଉଛି ଭୁଲ କଥା ଗୁଡାକ ଠିକ ଠିକ ଲାଗୁଛି ମିଛ କଥା ଗୁଡାକୁ ଲୋକମାନେ ଆନନ୍ଦରେ ପିଇ ଯାଉଛନ୍ତି ତାହେଲେ କେମିତିକା କଥା हरि कथा शुणव किए हरिनाम गाइब किए हरि काम कर किए मनीष मनीष आम मनीष भलिया देखा मनीष किए मनुष्य मानव शरीर मनीष शुणव भगवान कथा मनीष कर भगवान काम मनीष गाइब भगवान नाम एवं मनीष समर्पित भगवान श्री चरण तले कहीं सब तो छाती भूले मते डाकी नहीं देखा
ବାପା ମା ତାହେଲେ ମଣିଷ ମୋ କଥା ଅଛି କିଏ ଆମେ ଭଲ ପାଉଛନ୍ତି ନିଜକୁ ନିଜକୁ ଭଲ ପାଉଥିବା ମଣିଷ ଝଗଡ଼ା ସଂସାର ଭିତରକୁ ବସିବ ହେଲେ କିନ୍ତୁ ଆପଣମାନେ ନିଜକୁ ପଚାରନ୍ତୁ ଆମେ ନିଜକୁ ପଚାରିବା ଯୋଉଠି ଝଗଡ଼ା ଲାଗୁଥିବ ଯେତିକି ବ୍ୟକ୍ତି ହରିକଥା ପ୍ରବଚନ ହଉ ତାସ୍କାଟିଆ ହଉ ପାଲା ହଉ କୀର୍ତ୍ତନ ହଉ ଯଜ୍ଞ ହଉ କାହିଁକି ସେତିକି ଅଛନ୍ତି ହାତ ଗଣତି କେତେ ଜଣ ତାହେଲେ ଆମେ କେମିତି ନିଜକୁ ଭଲ ପାଇବା ଏ ହେଲା ପ୍ରଥମ କଥା ଦ୍ୱିତୀୟ କଥା ଦୟା ଧର୍ମ କାହା ହୃଦେ ନିଜକୁ ଭଲ ପାଉଥିବା ଯଦି ମଦ ଖାଉଛି କେମିତି ନିଜକୁ ଭଲ ପାଉଥିବା ଯିଏ ମଦ କେବେ ଖାଇବ ପୁଣି ପର ନାରୀ ପର ଦ୍ରବ୍ୟକୁ ବଳେ ଶରୀରେ ନିଜକୁ ଭଲ ପାଉଥିବା ମଣିଷ ପରର ନାରୀକୁ ମାତୃବତ ନ ଭାବି ପରର ଦ୍ରବ୍ୟକୁ ଭଗବତ ଦ୍ରବ୍ୟ ନ ଭାବି ସେ ହରଣ କରୁଛି କେମିତି କେମିତି ଏତେ ଧର୍ଷଣ ହତ୍ୟା ଲୁଣ୍ଠନ କୁଆଡ଼ୁ ଆଇଲା ତେଣୁ ମଣିଷ ନାହିଁ ଚାରିଆଡ଼େ ବର୍ତ୍ତମାନ କିଏ ଲୋକ ଦେଖ